ସାବର ଶ୍ରୀକ୍ଷେତ୍ର ସଂସ୍କୃତ ବିଦ୍ୟାପୀଠ କୋରାପୁଟ। ଆମେ ଗତ ପିରିୟଡ଼ରେ ସାଂଖ୍ୟଯୋଗର ପଢ଼ିଥିଲେ ଯେ ଅର୍ଜୁନକୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ତୁମେ ଯଦି ଯୁଦ୍ଧ ନ କରିବ ତାହେଲେ ତୁମର ସାମର୍ଥ୍ୟକୁ ସମସ୍ତେ ନିନ୍ଦା କରିବେ ଏବଂ ତୁମେ ଯଦି ଯୁଦ୍ଧ କରିକିରି ମଧ୍ୟ ଯୁଦ୍ଧରେ ନିହତ ହୁଅ ତାହେଲେ ମଧ୍ୟ ତୁମେ ସ୍ୱର୍ଗ ପାଇବ ଏବଂ ଯୁଦ୍ଧରେ ଯଦି ବିଜୟ ଲାଭ କରିବ ତାହେଲେ ଭୋଗ କରିବ, ମହି ଭୋଗ କରିବ, এই କଥା କହିଥିଲେ। ଏବଂ ଆମେ ମଧ୍ୟ ପଢ଼ିଥିଲେ ଯେ ସୁଖ ଦୁଃଖେ ସମୀକୃତ୍ୱା ଲାଭାଲାଭ ଜୟାଜୟ ତତୋ ଯୁଦ୍ଧାୟ युज्यस्व ନୈବଂ ପାପମ୍ ଅବାପ୍ସ୍ୟସି। କହିଲେ ସୁଖେ ଦୁଃଖେ ସମୀକୃତ୍ୱା, ସୁଖେ ଦୁଃଖେ, ସୁଖରେ ଏବଂ ଦୁଃଖରେ, ସୁଖ ହଉ ବା ଦୁଃଖ ହଉ, ସୁଖରେ ଦୁଃଖରେ ସମୀକୃତ୍ୱା, ସମୀକୃତ୍ୱ ମାନେ ସମାନ ସମଭାବାପନ୍ନ ହେଇକିରି, ସୁଖରେ ବା ଦୁଃଖରେ ସମଭାବାପନ୍ନ ହେଇକିରି ବା ସମାନ କୃତ୍ୱ ଅର୍ଥାତ୍ ସମାନ ମନେ କରି, ସୁଖ ଦୁଃଖକୁ ସମାନ ମନେ କରିକିରି, ଲାଭାଲାଭ ଜୟାଜୟ, ଲାଭ ଅଲାଭ, ଲାଭ ଅଲାଭ, ଅଲାଭ ମାନେ କ୍ଷତି, ଲାଭ ଏବଂ କ୍ଷତି ଦୁଇଟିକୁ ସମାନ ମନେକରି, ଜୟାଜୟ, ଜୟ ଅଜୟ, ଯେହେତୁ ଦ୍ୱିବଚନ ହେଲା ଜୟା ଜୟ ବୋଲି କହୁଛନ୍ତି, ତେଣୁ ଜୟ ଏବଂ ଅଜୟ ଏଇ ଦୁଇଟିକୁ, ଲାଭ ଏବଂ କ୍ଷତି ଏଇ ଦୁଇଟିକୁ ଏବଂ ସୁଖ ଏବଂ ଦୁଃଖ ଏଇ ଦୁଇଟିକୁ ସମାନ ମନେ କର। ତୁମେ ସମାନ ମନେ କରିବା ଉଚିତ ବା ସମାନ ମନେ କରି ତୁମେ ଯୁଦ୍ଧାୟ युज्यस्य, ଯୁଦ୍ଧ ପାଇଁ ତୁମେ ପ୍ରସ୍ତୁତ ହୁଅ। ଯୁଦ୍ଧାୟ ମାନେ ଯୁଦ୍ଧ ପାଇଁ, युज्यस्य, युज्यस्य ମାନେ ତୁମେ ଯୋଡ଼ି ହୁଅ ବା ମନୋନିବେଶ କର, ଯୁଦ୍ଧ ପାଇଁ ତୁମେ ମନୋନିବେଶ କର। ଏଇଭଳି କଲେ ନ ଏବଂ युज्यस्य ତତୋ युद्धाय युज्यस्य, ତତୋ ମାନେ ତତଃ, ତେଣୁ ତୁମେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ଯୁଦ୍ଧରେ ଯୋଡ଼ି ହୁଅ। ନ ଏବଂ ପାପମ୍ ଅବାପ୍ସ୍ୟସି, ଏବଂ ମାନେ ଏହିଭଳି, ଏହିଭଳି କଲେ ନ ପାପମ୍ ଅବାପ୍ସ୍ୟସି, ପାପମ୍ ନ ଅବାପ୍ସ୍ୟସି, ତୁମର ପାପ କିଛି ହେବ ନାହିଁ। ତା ଅର୍ଥ ଧର୍ମ ଯୁଦ୍ଧରେ ଯୁଦ୍ଧ କଲେ ତୁମକୁ କିଛି ପାପ ଲାଗିବ ନାହିଁ ବୋଲିକିରି ସେ କହିଲେ। କହିକିରି ତାପର ଶ୍ଲୋକରେ ସେ 39 ନମ୍ବର ଶ୍ଲୋକରେ କହୁଛନ୍ତି ଏଷା ତେ ଅଭିହିତା ସାଂଖ୍ୟେ ବୁଦ୍ଧି ଯୋଗେ ତିମାଂ ଶୃଣୁ ବୁଦ୍ଧ୍ୟା ଯୁକ୍ତ ୟୟା ପାର୍ଥ କର୍ମବନ୍ଧନ ପ୍ରହାସ୍ୟସି। ଏଷା ତେ ବିହିତା, ଏଷା ମାନେ ଏଗୁଡ଼ିକ, ଏଗୁଡ଼ିକୁ, ଏଷା, ଏଷା ମାନେ ଏହାକୁ, ଯାହା ପୂର୍ବ ଶ୍ଲୋକ ଗୁଡ଼ିକରେ ଶ୍ରୀକୃଷ୍ଣ କହିଛନ୍ତି ତାଙ୍କୁ କହିଛନ୍ତି ଏଷା, ଏଗୁଡ଼ିକୁ ତେ ଅଭିହିତା ମାନେ ତୁମକୁ କୁହାଗଲା, ତେ ବିହିତା ଖଣ୍ଡକାର ଯେଉଁ ଅଛି, ତେ ମାନେ ତୁମକୁ, ତୁମକୁ ଏସବୁ କୁହାଗଲା ସାଂଖ୍ୟେ, ସାଂଖ୍ୟ ଅର୍ଥାତ୍ ସାଂଖ୍ୟ ଯୋଗରେ, ଏଇ ଯେଉଁ ସାଂଖ୍ୟ ଯୋଗ ପଢ଼ା ହେଉଛି, ସାଂଖ୍ୟ ମାନେ ଜ୍ଞାନ, ଏଇ ଜ୍ଞାନରେ ତୁମକୁ ଏସବୁ ବିଷୟ କୁହାଗଲା। କ'ଣ ତୁମକୁ କ'ଣ କୁହାଯାଇଛି? ବୁଦ୍ଧି, ବୁଦ୍ଧି ଅର୍ଥାତ୍ ସମବୁଦ୍ଧି, ଏଇ ବୁଦ୍ଧିକୁ ତୁମକୁ କୁହାଯାଇଛି, ଏଇ ବୁଦ୍ଧିକୁ ତୁମକୁ କୁହାଗଲା। ବୁଦ୍ଧି ଅର୍ଥାତ୍ ସମବୁଦ୍ଧି, ଏଇଠି ଯେଉଁ ପୂର୍ବ ଶ୍ଲୋକରେ ଯେଉଁ କୁହାଗଲା ଲାଭାଲାଭ ଜୟାଜୟ ସୁଖେ ଦୁଃଖେ ସମୀକୃତ୍ୱା, ସେଇ ସମବୁଦ୍ଧି ତୁମକୁ କୁହାଗଲା। ତେଣୁ ତୁମକୁ ବର୍ତ୍ତମାନ ଯୋଗ ପ୍ରସଙ୍ଗରେ, କର୍ମଯୋଗ ପ୍ରସଙ୍ଗରେ କୁହାଯାଉଛି। ତୁମକୁ ଏଇ ଯେଉଁ ସମବୁଦ୍ଧି ବିଷୟ କୁହାଗଲା। ବର୍ତ୍ତମାନ ତୁ ଇମାମ୍, ତୁଇମାମ୍ ମାନେ ତୁ ଇମାମ୍, ତୁ ଅର୍ଥାତ୍ ବର୍ତ୍ତମାନ, ଇମାମ୍ ମାନେ ଏହାକୁ କୁହାଯାଉଛି, ଯେଉଁଟା ହେଉଛି ଯୋଗ ବିଷୟରେ କୁହାଯାଉଛି। ଯୋଗ ଅର୍ଥାତ୍ ଏଠି କର୍ମଯୋଗ। ଭଗବତ ଗୀତାରେ ଯେତେବେଳେ ଯୋଗ କଥା କୁହାଯାଉଛି ସେତେବେଳେ ଆମେ କର୍ମଯୋଗ ବୋଲିବା। ଏଷାତେ ବିହିତା ସାଂଖ୍ୟ ବୁଦ୍ଧି ଯୋଗେ ତ୍ୱମାଂ ଶୃଣୁ ବୁଦ୍ଧ୍ୟା ଯୁକ୍ତ ୟୟା ପାର୍ଥ କର୍ମବନ୍ଧନ ପ୍ରହାସ୍ୟସି, ଅର୍ଥାତ୍ ତୁମେ ବୁଦ୍ଧିଯୁକ୍ତ ହେଲେ, ତୁମେ ସମବୁଦ୍ଧି ସମ୍ପନ୍ନ ହେଲେ ତୁମକୁ କର୍ମବନ୍ଧ ପ୍ରହାସ୍ୟସି, ତୁମେ କର୍ମବନ୍ଧକୁ ମଧ୍ୟ ମୁକ୍ତ ହୋଇଯାଇପାରିବ। ହେ ପାର୍ଥ, ତୁମକୁ ଏଇ ଯେଉଁ ସମବୁଦ୍ଧି ହେବା ବିଷୟ କୁହାଗଲା,
ଏବଂ ବର୍ତ୍ତମାନ ତୁମକୁ ଯୋଗ ବିଷୟ କୁହାଯିବ ଏବଂ ଯାହାଦ୍ୱାରା ତୁମେ ସମବୁଦ୍ଧି ହେଇକିରି ଯଦି କାର୍ଯ୍ୟ କରିବ ତାହେଲେ ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇପାରିବ। ଯେଉଁ ସମବୁଦ୍ଧିରେ ଯୁକ୍ତ ହୋଇ ତୁମେ କର୍ମ ବନ୍ଧନ ତ୍ୟାଗ କରିଦେବ ସେହି ସମବୁଦ୍ଧି ତୁମକୁ ସାଂଖ୍ୟ ଯୋଗରେ କୁହାଗଲା। ବର୍ତ୍ତମାନ ତୁମେ କର୍ମଯୋଗ ପ୍ରସଙ୍ଗରେ କୁହାଯିବ, ତୁମେ ଶୁଣ। ନେହାଭିକ୍ରମଣାସ୍ୟସ୍ତି ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହतो ଭୟାତ୍। ନେହାଭିକ୍ରମଣାସ୍ୟସ୍ତି ପ୍ରତ୍ୟବାୟ ନ ବିଦ୍ୟତେ। ନେହାଭିକ୍ରମଣାସ୍ୟସ୍ତି ଆକୁ ଆମେ ସନ୍ଧି ବିଚ୍ଛେଦ କଲେ ନ ଇହ ଅଭିକ୍ରମଣା କ୍ରମଣ ଅଭିକ୍ରମ ନାଶ अस्ति। न इह अभिक्रम नाश अस्ति। नेहाभिक्रमणा स्वस्ति। न इह न बेले नाही, इह बेले एठारे अभिक्रम नाश अस्ति। अभिक्रम माने होची गोटे कर्मारंभ। अभिक्रम बेले होची कर्म आरंभ। कर्म आरंभ माने गोटे भल कामर आरंभटा को आम अभिक्रम कहला। अभिक्रम नाश अस्ति न इह। एठी अभिक्रमर नाश नाही। अभिक्रम माने गोटे भल काम जो आम आरंभ करने को जीवा तार नाश नाही, ताहा केबे हेले नष्ट हब नाही, ताहा केबे हेले विफल हब नाही। अभिक्रम नाश माने अभिक्रमस्य नाश। अभिक्रम माने गोटे आरंभर नाश, ताहा हब नाही। न इह अभिक्रमणास्ति प्रत्यवाय न विद्यते। प्रत्यवाय माने विपरीत, तार विपरीत फल मध्य न विद्यते। विपरीत फल मध्य नाही, तार विपरीत फल मध्य नाही। अर्थात ये कहुच्छी कौन, आम जदि भल कम करने को चिंता करुचे एवं सुख दुख आम जदि समभावापन्न होकर कम करुचे, आम जदि लाभालाभ जया जय कथा चिंता करूने ताहले आमर केबे हेले विफल हेबार नाही। आम से कथाटा जदि आरंभ ही करुचे ताहले केबे हेले सेटा नष्ट हब नाही। उल्टा फल भी फलिबो नाही। एठी गोटे थियोरी से कहउछन्ती बोले आम जदि स्वार्थ रखिक काम करुचे ताहले आमर विफल हेबार संभावना अच्छी। विफल हेबार संभावना अच्छी, आमर नष्ट हेबार संभावना अच्छी। किंतु आम जदि आमर स्वार्थ कथा किसी न रखिकी आमर लाभालाभ जया जय आमर किसी मान अपमान कौन प्रकार सुख दुख से कथा चिंता न करिक जदि आम काम करुचे ताहले से जो अभिक्रम माने कार्यारंभ तार नाश नाही न इह। एठारे तार नाश नाही एवं प्रत्यवाय न विद्यते एवं तार विपरीत फल मध्य नाही। तार विपरीत फल मध्य नाही। स्वल्पमप्यस्य धर्मस्य त्रायते महतो भयात्। स्वल्पमप्यस्य धर्मस्य स्वल्पम अपि आर टिकिए मध्य जदि अनुष्ठान करा जाए स्वल्पमप्यस्य धर्मस्य धर्म बोले ये धर्म पालन, यही धर्म पालनर जदि अल्प मध्य अनुष्ठान करा जाए स्वल्पमप्यस्य धर्मस्य त्रायते महतो भयात्। अल्प किछि अनुष्ठान कले मध्य जदि आमे आमर सुख दुख को समभावापन्न होकर जदि कार्य आरंभ करिचे ताहले आमको महतो भयात्। महतो भयात् माने महान भय, महान अति बड़ भय मध्य आमको उद्धार करि पारिबो। बड़ भय बोले कौन, सबुठारु बड़ भय है जन्म मृत्युर भय। जन्म मृत्युर भय जो आम संसार को आसिक जन्म मृत्यु होकर करुचे, तेणु ये जो जन्म मृत्यु रूपक भय हूँ महाभय। से स्वल्प अनुष्ठान कले आम ये
ଆମେ ଫଳ ପାଇପାରିବା, କାରଣ ଏହାର ବିପରୀତ ଫଳ ନାହିଁ। ଏବଂ ପରବର୍ତ୍ତୀ ଅଧ୍ୟାୟ ଗୁଡ଼ିକରେ ମଧ୍ୟ ଶ୍ରୀକୃଷ୍ଣ ଯେଉଁ କହିଛନ୍ତି ଯେ ଜଣେ ଯଦି ଯୋଗ ଭ୍ରଷ୍ଟ ହୁଏ, ଯୋଗ ଆରମ୍ଭ କରିକିରି ଯଦି ଅଧାରେ ରହିଯାଏ ତାର କ'ଣ ଫଳ ହୁଏ, ସେଇଠି ମଧ୍ୟ ଶ୍ରୀକୃଷ୍ଣ କହିଛନ୍ତି ଯେ କିଛି ଖରାପ ଫଳ ହେବାର ନାହିଁ, କାରଣ ଯୋଗଟା ହେଉଛି ଭଲ ଜିନିଷ, ତେଣୁ ତାର ଗୋଟେ ଭଲ ଜିନିଷର ଖରାପ ଫଳ ନାହିଁ। ସେଇଠି ମଧ୍ୟ ସେଇଟା କହିଛନ୍ତି ନ ଇହ ଅଭିକ୍ରମ ନାଶ, ଏଇଠି ଏଇ ଅଭିକ୍ରମର ନାଶ ନାହିଁ, ନ ଅସ୍ତି ଏବଂ ପ୍ରତ୍ୟବାୟ ନ ବିଦ୍ୟତେ, ଆର ବିପରୀତ ଫଳ ମଧ୍ୟ ନାହିଁ। ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ, ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ, ଅଳ୍ପ ମଧ୍ୟ ଏହି ଧର୍ମର ଅନୁଷ୍ଠାନ କଲେ ଆମେ ମହାଭୟରୁ ଅର୍ଥାତ୍ ଜନ୍ମ ମୃତ୍ୟୁ ରୂପକ ଭୟରୁ ମଧ୍ୟ ରକ୍ଷା ପାଇପାରିବା। ତାପରେ 41 ନମ୍ବର ଶ୍ଲୋକ, 41 ନମ୍ବର ଶ୍ଲୋକରେ ସେ କହୁଛନ୍ତି ବ୍ୟବସାୟାତ୍ମିକା ବୁଦ୍ଧି ଏକେହ କୁରୁ ନନ୍ଦନ ବହୁ ଶାଖା ହି ଅନନ୍ତାଶ୍ଚ ବୁଦ୍ଧୟୋ ଅବ୍ୟବସାୟିନାମ। ବ୍ୟବସାୟାତ୍ମିକା ବୁଦ୍ଧି ଏକେହ କୁରୁ ନନ୍ଦନ ବହୁ ଶାଖା ହି ଅନନ୍ତାଶ୍ଚ ବୁଦ୍ଧୟ ଅବ୍ୟବସାୟିନାମ। এই ଶ୍ଳୋକରେ ସେ କହୁଛନ୍ତି ବ୍ୟବସାୟାତ୍ମିକା ବୁଦ୍ଧି, ବ୍ୟବସାୟାତ୍ମିକା ବୁଦ୍ଧି ବୋଲେ ହେଉଛି ଏକାଗ୍ର ବୁଦ୍ଧି ବା ଯେଉଁ ଆମର ଏଇ ସମବୁଦ୍ଧି ବିଷୟରେ ନିଶ୍ଚୟାତ୍ମିକା ବୁଦ୍ଧି, ଅର୍ଥାତ୍ ବ୍ୟବସାୟାତ୍ମିକା ବୁଦ୍ଧି ଆକୁ ଏମିତି ବି କହିପାରିବା ଯେ ଆମେ ନିଶ୍ଚିତ ହେଇକିରି ଯେଉଁ ବୁଦ୍ଧିଟା, ତେଣୁ ବ୍ୟବସାୟାତ୍ମିକା ବୁଦ୍ଧି ଯେଉଁ ବୁଦ୍ଧିରେ ଆମେ ଯେଉଁଟା ସତ୍ୟ ତା ସମ୍ପର୍କରେ ଯେଉଁ ଆମର ସ୍ଥିରତା, ସେଇ ବୁଦ୍ଧିଟା, ସେଇ ବ୍ୟବସାୟାତ୍ମିକା ବୁଦ୍ଧି ଏକେହ କୁରୁ ନନ୍ଦନ, ଏକ ଇହ, ଏକେହ, ଏକେହ ମାନେ ଏକ ଇହ, ଏଠାରେ ଗୋଟିଏ ବ୍ୟବସାୟାତ୍ମିକା ବୁଦ୍ଧି ହେଉଛି ଗୋଟିଏ, ଅର୍ଥାତ୍ ଆମେ ଯଦି ସତ୍ୟର ଅନୁସନ୍ଧାନରେ ଯାଉଛେ ତାହେଲେ ସେଇ ଗୋଟିଏ ମାତ୍ର ରାସ୍ତା, ଗୋଟିଏ ମାତ୍ର ବୁଦ୍ଧି। କିନ୍ତୁ ଆମେ ଯେତେବେଳେ ବିଚ୍ୟୁତ ହେଇଯାଉଛେ ଅବ୍ୟବସାୟାତ୍ମିକା ବୁଦ୍ଧି, ତାହେଲେ ବହୁ ଶାଖା, ତାହେଲେ ସେଇଠି ଆମର ବହୁତ ରାସ୍ତା ଅଛି। ବ୍ୟବସାୟାତ୍ମିକା ବୁଦ୍ଧି ଏକେହ କୁରୁନନ୍ଦନ, କୁରୁନନ୍ଦନ ଏଠି ସମ୍ବୋଧନ ହେଇଛି ଅର୍ଜୁନକୁ, ହେ କୁରୁନନ୍ଦନ ଏହି ସମବୁଦ୍ଧି ପ୍ରାପ୍ତି ବିଷୟରେ ନିଶ୍ଚୟାତ୍ମିକା ବୁଦ୍ଧି ଏକ ହିଁ ହୋଇଥାଏ, ଗୋଟିଏ ହିଁ ବୁଦ୍ଧି ହେଇଥାଏ, କିନ୍ତୁ ଅବ୍ୟବସାୟିନାମ ବହୁ ଶାଖା ହି ଅନନ୍ତାଶ୍ଚ, ବହୁ ଶାଖା, ବହୁତ ଗୁଡ଼ିଏ ଶାଖା, ହି ଅନନ୍ତଃ ଚ ମାନେ ବହୁତ ଶାଖା ଆଉ ଅନନ୍ତ, ଅନନ୍ତ ଶାଖା, ଅନେକ ଗୁଡ଼ାଏ ଶାଖା ରହିଛି। ବୁଦ୍ଧୟ ଅବ୍ୟବସାୟିନାମ, ଅବ୍ୟବସାୟୀନ ବୁଦ୍ଧି, ଅବ୍ୟବସାୟୀନାମ ବୁଦ୍ଧି ମାନେ ଅନିଶ୍ଚୟାତ୍ମିକା ବୁଦ୍ଧି, ଯେଉଁଠି ଅନିଶ୍ଚୟାତ୍ମିକା ବୁଦ୍ଧି ହେଉଛି, ଆମେ ଯେତେବେଳେ ଗୋଟେ ସମବୁଦ୍ଧି ହେଲେ, ସମବୁଦ୍ଧି ଠାରେ ଆଉ ଏମିତି ସମବୁଦ୍ଧି ହେବ ସେମିତି ସମବୁଦ୍ଧି ହେବ ଏସବୁ ନାହିଁ, ସମବୁଦ୍ଧି ନା ସମବୁଦ୍ଧି ସ୍ଥିର ହେଇକି ରହିଲ, ତେଣୁ ସେଇଟା ଗୋଟିଏ। କିନ୍ତୁ ଯେତେବେଳେ ଆମେ ବିଷମ ବୁଦ୍ଧି ହେଉଛେ ତାହେଲେ ଆମେ ଆକୁ ଉପାସନା କରିବା ନା ତାକୁ ଉପାସନା କରିବା ନା, ସେ ରାସ୍ତାରେ ଯିବା ନା ଏଇ ରାସ୍ତାରେ ଯିବା, ଏଇଭଳି ଆମର ବିଭିନ୍ନ ଶାଖାରେ ଆମେ ବିଭକ୍ତ ହେଇଯାଉ। କାରଣ ଆମେ ସମତା କଥା ଯେତେବେଳେ କହୁଛେ ସେତେବେଳେ ଆମେ ପରମାତ୍ମାଙ୍କ ପାଖରେ ଦୃଢ଼ତା କଥା ବି କହୁଛେ। ଯେତେବେଳେ ପରମାତ୍ମାଙ୍କ ପାଖରେ ଆମର ଦୃଢ଼ତା ହେଇଯାଉଛି ସେତେବେଳେ ଆମେ ଏକ ହେଇଯାଉଛେ, କାହିଁକି ପରମାତ୍ମା ହେଉଛନ୍ତି ଏକ। କିନ୍ତୁ ଯେତେବେଳେ ଆମେ ଅବ୍ୟବସାୟିତ୍ମିକା ହେଇଯାଉଛେ ସେତେବେଳେ ଆମେ ବହୁ ଶାଖା ହେଇଯାଉଛେ, ବହୁ ଶାଖା ହେଇଯାଉଛେ, ଅନନ୍ତ ହେଇଯାଉଛେ। ବ୍ୟବସାୟାତ୍ମିକା ବୁଦ୍ଧି, ବ୍ୟବସାୟାତ୍ମିକା ବୁଦ୍ଧି ଏକ ଇହ କୁରୁନନ୍ଦନ, ହେ କୁରୁନନ୍ଦନ ଏଠାରେ ମାନେ ଏହି ଜଗତରେ ବ୍ୟବସାୟାତ୍ମିକା ବୁଦ୍ଧି ହେଉଛି ଗୋଟେ, ନିଶ୍ଚୟାତ୍ମିକା ବୁଦ୍ଧି ହେଉଛି ଗୋଟିଏ ମାତ୍ର, ସେଇ ଈଶ୍ୱର ପରମାତ୍ମା, ସେ ହିଁ ସବୁ କିଛି କରୁଛନ୍ତି, ମୋର କିଛି କରିବାର ନାହିଁ, ମୁଁ ତାଙ୍କର
द्वारा परिचालित समर्पित होकर काम कर गोटे बुद्धि है व्यवसायत्मिका बुद्धि आते बहु शाखा ही अनंत बुद्धय हो अव्यवसायी नाम किंतु अव्यवसायीन मानकर जो माने अनिश्चित जो माने निश्चित नुहंती से माने मु एटा कले मत लाभ मिलिबो सेटा कले लाभ मिलिबो एटा कले मोर शरीर सुस्थ हो सेटा कले मो सुंदर हेबी एटा कले मो धन बढ़िबो सेटा कले मो पास हेबी एई जेते बेले एई सब जिंस जका हम चिंता करिबा सेते बेले हमें बहु शाखा हे जिबा एवं आमर रास्ता अलग अलग हे जिवो व्यवसायत्मिक बुद्धि एक इह कुदनंदन बहु शाखा ही अनंता च बुद्धय अव्यवसायी नाम तेणु अव्यवसायी मानकर बहु शाखा ही थाए तापर आम 42 श्लोक एवं 42 श्लोक एवं 43 श्लोक दुईटा जाक आम मिसेकरी पढ़ा हम कारण या ता सहित संजोग रही जामिमां पुष्पितां वाचं प्रबध्यन्त विपच्चितः वेदवादरतः पार्थ नान्यदस्तिवादिनः कामात्मानः स्वर्गपरा जन्मकर्म फलप्रदां क्रिया विशेष बहुलां भोगैश्चर्य गतिं प्रति जामिमां पुष्पितां वाचं प्रबध्यन्त्य विपच्चितः जामिमां जामिमां बोले हूँ कौन जाम जो गुड़िक इमाम माने यही जो गुड़िक जो गुड़िक जामिमां पुष्पितां वाचं पुष्पितां माने आकर्षणीय पुष्पितां वाचं वाचं माने कथा गुड़िक जामिमां पुष्पितां वाच प्रबध्यन्त्य अविपश्चित जो माने अविपश्चित प्रबध्यन्ति अव्यवस्थित हाँ तेणु से कहते जामिमां पुष्पितां वाचं प्रबध्यन्ति अविपश्चित कहती हाँ जो ये पुष्पिता मान आकर्षणीय कथा गुड़िक कहती अविवेकी माने अविपश्चित को माने जो माने कि वेदवादरता माने ये वेद को कह जाउची अनेक वेद रे मध्य नाना प्रकार कथा कह जाइची से नाना प्रकार कथा रे जो माने वेदवाद रे रत होइकिरी जो माने विभिन्न कथा रे विभिन्न कथा कहती से माने नाना प्रकार पुष्पितां वाच कहती से माने बहुत गुड़ाए आकर्षणीय कथा कहती जो माने होचनी कामात्मान अर्थात जो माने कामना जो माने सुख भोगरे एवं कामना भोगरे जो माने तन्मय होती बा आकर्षणीय होती एवं स्वर्गपरा माने जो माने स्वर्ग सुख लाभ पाई आकर्षित एवं से माने जो माने ये सब कथा कही ताहा द्वारा कौन हुए आमको जन्म कर्म रूपक फल प्राप्ति होता है एवं क्रिया विशेष बहुल नमस्कार हाँ जामिमां पुष्पितां वाचं प्रबध्यन्त विपश्चितः वेदवादरतः पार्थ नान्यदस्तिवादिनः कामात्मनः स्वर्गपरा जन्मकर्म फलप्रदां क्रिया विशेष बहुलां भोगैश्चर्य गतिं प्रति जामिमां पुष्पितां वाच यही जो पुष्पित वाच अर्थात जो आकर्षणीय कथा जाक प्रबध्यन्ति कहती अविपश्चित अविवेकी लोक माने कहती एवं अविवेकी लोक माने को माने जो माने कि वेदवाद रता जो माने नाना प्रकार कथा जो माने प्रभावित होती हे पार्थ जो माने कि भावती नान्यद स्थितिवादीन न अन्यत अस्ति इति वादेन न अन्यत अस्ति ताठ अन्य किछि नाही तामाने से माने होचनी भोगवादी जो माने होचनी कामात्मन अर्थात कामना पूरण पाई से माने व्यग्र और स्वर्ग परा अर्थात स्वर्ग सुख
ଲାଭ କରିବା ପାଇଁ ସେମାନେ ସଦାବେଳେ ଚାହୁଁଛନ୍ତି ଏବଂ ସେମାନେ ଭାବନ୍ତି ଯେ ଭୋଗ ବ୍ୟତୀତ ଏଇ ଭୋଗ ବ୍ୟତୀତ ଆଉ କିଛି ନାହିଁ। ନାନ୍ୟ ନ ଅନ୍ୟତ୍ ଅସ୍ତି ଇତି ବାଦିନଃ ନ ଅନ୍ୟତ୍ ଇତି ନ ଅନ୍ୟତ୍ ଅସ୍ତି ଇତି ନ ବୋଲେ ନାହିଁ, ଅନ୍ୟତ୍ ମାନେ ଅନ୍ୟ, ଅସ୍ତି ମାନେ ଅଛି, ଇତି ବୋଲେ ବୋଲି ଆକୁ ଛାଡ଼ିକିରି ଆଉ କିଛି ନାହିଁ। ସଂସାରରେ ସୁଖ ଭୋଗ ବ୍ୟତୀତ ଆଉ କିଛି ନାହିଁ ବୋଲିକିରି ଯେଉଁମାନେ ବାଦିନଃ ମାନେ କୁହନ୍ତି, ଯେଉଁମାନେ କୁହନ୍ତି ସଂସାରରେ ଆମେ ଆସିଛେ ମାନେ ଆମର କାମନା ପୂର୍ତ୍ତି ହେବା ଦରକାର, ଆମେ ସୁଖ ପାଇବା ଦରକାର ଏବଂ ଭୋଗ ପାଇବା ଦରକାର, ସ୍ୱର୍ଗ ସୁଖ ବି ପାଇବା ଦରକାର। ଯେଉଁମାନେ ଏଇଭଳିଆ କଥା କହନ୍ତି, ଯେଉଁ ଆମକୁ ଅନେକ ପୁରାଣରେ ମଧ୍ୟ କୁହାହେଉଛି ଯେ ତୁମେ ଏହା କଲେ ସ୍ୱର୍ଗକୁ ଯିବ, ସେୟା କଲେ ଏଇଭଳିଆ ସୁଖ ମିଳିବ, ଧନ ସମ୍ପଦ ମିଳିବ, ଏ କଥା ବି ଆମକୁ ଅନେକ ଜାଗାରେ କୁହାହେଇଛି। ତେଣୁ ଯେଉଁମାନେ ସେଇ ଭାବରେ କାମନା ପୂର୍ତ୍ତି ପାଇଁ ସଦାବେଳେ ଇଚ୍ଛୁକ ଏବଂ ତାକୁ ଛାଡ଼ିକି ଆଉ କିଛି ନାହିଁ ବୋଲିକି ଯେଉଁମାନେ ଭାବନ୍ତି ଏବଂ ସେଇଭଳି ଅବିବେକୀମାନେ ନାନା ପ୍ରକାର ପୁଷ୍ପିତ କଥା କହନ୍ତି, ନାନା ପ୍ରକାର ଆକର୍ଷଣୀୟ କଥା କହନ୍ତି, କିନ୍ତୁ ତାହା ସବୁ ହେଉଛି ଜନ୍ମ କର୍ମ ଫଳଦାୟକ। ଜନ୍ମ କର୍ମ ଫଳଦାୟକ ସେଇଟା ମୁଖ୍ୟଦାୟକ ନୁହେଁ, ଆଉ କ୍ରିୟା ବିଶେଷ ବହୁଳ ଏବଂ ସେଇଠି ଅନେକ ଗୁଡ଼ାଏ କ୍ରିୟା ରହିଥାଏ। ଯେମିତି ଆମର ସେଇଟା କ'ଣ କି କୋର୍ସ ସେଗୁଡ଼ାକ ଯେମିତି ଅନେକ ଗୁଡ଼ାଏ କ୍ରିୟା ଯେମିତି କରାଯାଏ, ତେଣୁ ସେଇଠି ବହୁତ ଗୁଡ଼ାଏ କ୍ରିୟା କରିବାକୁ ଦରକାର ହୁଏ ଏବଂ ଭୋଗ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ। କିନ୍ତୁ ଯଦି ଆମେ ସମଭାବାପନ୍ନ ହେବା ଏବଂ ଇଏ ହେବା ତାହେଲେ ଆଉ ଆମକୁ କିଛି ସେମିତି କ୍ରିୟା କରିବା ଇଏ କରିବା ଦରକାର ନାହିଁ। ଆମେ କେବଳ ଗୋଟିଏ ମାତ୍ର ରାସ୍ତା ବ୍ୟବସାୟାତ୍ମିକା ବୁଦ୍ଧି। ତେଣୁ ଆମେ ପରମାତ୍ମାଙ୍କ ପାଖରେ ସ୍ଥିତ ହେଇଯିବା, ସେଇ ଗୋଟିଏ ମାତ୍ର ବୁଦ୍ଧି ହିଁ ବ୍ୟବସାୟାତ୍ମିକା ବୁଦ୍ଧି। ତାପରେ ସେ କହୁଛନ୍ତି ଭୋଗୈଶ୍ୱର୍ଯ୍ୟ ପ୍ରସକ୍ତାନାଂ ତୟାପହୃତ ଚେତସାଂ ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧୀୟତେ। ଭୋଗୈଶ୍ୱର୍ଯ୍ୟ ପ୍ରସକ୍ତାନାଂ, ଭୋଗ ଐଶ୍ୱର୍ଯ୍ୟ ପ୍ରସକ୍ତାନାଂ, ଭୋଗ ଐଶ୍ୱର୍ଯ୍ୟ ପ୍ରସକ୍ତ, ପ୍ରସକ୍ତ ମାନେ ଆସକ୍ତ, ପ୍ରସକ୍ତ ମାନେ ହେଉଛି ଆସକ୍ତ, ପ୍ରହୁ ପରାହୁ ଅପହୁ ମାନେ ଆହୁ ସେଗୁଡ଼ା ସବୁ ଇଏ ଉପସର୍ଗ। ତେଣୁ ଭୋଗୈ ଭୋଗରେ ଭୋଗ ଗୁଡ଼ିକରେ ଭୋଗୈ ତୃତୀୟ ବିଭକ୍ତି ବହୁବଚନ ହେଉଛି ଭୋଗ ଗୁଡ଼ିକରେ, ଆଉ ଐଶ୍ୱର୍ଯ୍ୟ ପ୍ରସକ୍ତାନ ଭୋଗ ଐଶ୍ୱର୍ଯ୍ୟ ଗୁଡ଼ିକରେ ଯେଉଁମାନେ ଆସକ୍ତ, ତୟାପ ହୃତ ଚେତସା ସେଗୁଡ଼ିକ ଦ୍ୱାରା ଯେଉଁମାନେ ହୃତ ଚେତସା ଯାହାର ଚେତନା ଅପହୃତ ହେଇଯାଇଛି, ହୃତ ମାନେ ହରଣ ହେଇଯାଇଛି, ଯେଉଁମାନେ ଭୋଗ ଏବଂ ଐଶ୍ୱର୍ଯ୍ୟ ଦ୍ୱାରା ଯାହାର ଅନ୍ତଃକରଣ ଆକର୍ଷିତ ହେଇଯାଇଛି, ସେଇଭଳିଆ ଯେଉଁ ପୁଷ୍ପିତ ବାଣୀ ଯେଉଁଟା କହିଲେ, ସେଇ ଆଟ୍ରାକ୍ସନ୍ ଦ୍ୱାରା ଯେଉଁମାନେ ଆକର୍ଷିତ ହେଇଯାଇଛନ୍ତି, ଭୋଗୈଶ୍ୱର୍ଯ୍ୟ ପ୍ରସକ୍ତାନ ତୟାପ ହୃତ ଚେତସାମ୍, ଯେଉଁମାନଙ୍କର ଚେତନା ଅନ୍ତଃକରଣ ଅପହୃତ ହେଇଯାଇଛି, ଅର୍ଥାତ୍ ଭୋଗ ଆଡ଼କୁ ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ଆକର୍ଷିତ ହେଇଯାଇଛନ୍ତି, ଯେଉଁମାନେ ଭୋଗ ଏବଂ ଐଶ୍ୱର୍ଯ୍ୟରେ ଆସକ୍ତ, ସେମାନଙ୍କର କ'ଣ ହୁଏ, ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧୀୟତେ। ମାନେ ସେମାନଙ୍କର ଯେଉଁମାନେ ଆସକ୍ତ ହେଇଯାଇଥାନ୍ତି ସେମାନଙ୍କର ଏଇ ଯେଉଁ ବ୍ୟବସାୟାତ୍ମିକା ବୁଦ୍ଧି ଏକ ନିଶ୍ଚୟାତ୍ମିକା ବୁଦ୍ଧି ନ ବିଧୀୟତେ, ନ ବିଧୀୟତେ ହୁଏ ନାହିଁ। ସମାଧୌ, ସମାଧୌ ମାନେ ଏଠି ସମାଧିରେ ବା ପରମାତ୍ମାଙ୍କ ଠାରେ, ପରମାତ୍ମାଙ୍କ ଠାରେ ସେ ବ୍ୟବସାୟାତ୍ମିକା ବୁଦ୍ଧି ତାଙ୍କର ଲାଗିପାରେ ନାହିଁ। ସେମାନେ ସଦାବେଳେ ସେଇ ଭୋଗ ଏବଂ ଐଶ୍ୱର୍ଯ୍ୟ ଆଡ଼କୁ ଆକର୍ଷିତ ହେଇଥାନ୍ତି। ସେ କହୁଛନ୍ତି ଭୋଗାଶ୍ୱର୍ଯ୍ୟ ଯେଉଁମାନଙ୍କର ଆସକ୍ତ ହେଇଯାଆନ୍ତି ସେମାନଙ୍କର ଅନ୍ତଃକରଣ
ସେଇଭଳି ଭାବରେ ସେ ଆଡ଼କୁ ଆକର୍ଷିତ ହୋଇଯାଏ ଏବଂ ସେମାନେ ଈଶ୍ୱରଙ୍କ ଠାରେ ଏକନିଷ୍ଠ ହୋଇପାରନ୍ତି ନାହିଁ। ଚିତ୍ତ ମଧ୍ୟ ଅପହୃତ ହେଇଯାଇଛି ଚେତସ ଅନ୍ତଃକରଣ ଚିତ୍ତ 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 ଯାହାର ହେଇଯାଇଛି ଆଉ ସେଠି। ତାପରେ ସେ କହୁଛନ୍ତି ତ୍ରୈଗୁଣ୍ୟ ବିଷୟା ବେଦା ନିସ୍ତ୍ରୈଗୁଣ୍ୟୋ ଗୁଣ୍ୟ ଭବାର୍ଜୁନ ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ୱସ୍ଥ ନିର୍ଯୋଗକ୍ଷମ ଆତ୍ମବାନ। ତ୍ରୈଗୁଣ୍ୟ ବିଷୟା ବେଦା ନିସ୍ତ୍ରୈଗୁଣ୍ୟୋ ଭବାର୍ଜୁନ ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ୱସ୍ଥ ନିର୍ଯୋଗକ୍ଷମ ଆତ୍ମବାନ। ତ୍ରୈଗୁଣ୍ୟ ବିଷୟ ବେଦା, ଏଠି ସେ ବେଦକୁ କହୁଛନ୍ତି। ବେଦରେ ମଧ୍ୟ ଅନେକ ଗୁଡ଼ାଏ ବିଷୟ ବର୍ଣ୍ଣନା ଅଛି, ମାନେ ସେଇ ଯେଉଁ ଆକର୍ଷଣ ଭଳିଆ ପୁଷ୍ପିତା କଥା ମଧ୍ୟ ଅଛି, ଯେଉଁଠିକି ତିନି ଗୁଣର ବିଷୟ କୁହାଯାଇଛି। ସତ୍ଵ ରଜ ତମ କଥା କୁହାଯାଇଛି ଏବଂ ତା ଏଇ ଯେଉଁ ତିନି ଗୁଣ ଦ୍ୱାରା ଆମେ ସେ ଗୁଣ ଦ୍ୱାରା ଆକର୍ଷିତ ହୋଇ ନାନା ପ୍ରକାର କାର୍ଯ୍ୟ କରୁ। ଯେମିତି ସତ୍ଵ ଗୁଣରେ ଅନେକ କାର୍ଯ୍ୟ କରୁ ଏବଂ ତମ ଗୁଣରେ ଏବଂ ରଜଗୁଣ ଦ୍ୱାରା ଆମେ ନାନା ପ୍ରକାର କାର୍ଯ୍ୟ କରିଥାଉ। କିନ୍ତୁ ତା ଦ୍ୱାରା ଆମକୁ କର୍ମଫଳ ଭୋଗ କରିକିରି ଜନ୍ମ ମୃତ୍ୟୁ ରୂପକ ମହାଭୟ ଗ୍ରାସ କରିଥାଏ। କିନ୍ତୁ ଏଇଠି ସେ କହୁଛନ୍ତି ବେଦ ହେଉଛି ସେଇ ତିନି ଗୁଣ ବିଷୟର, ଅର୍ଥାତ୍ ବେଦରେ ଯେଉଁ ବିଧାନ ଗୁଡ଼ାକ ଅଛି ସେ ବିଧାନ କରିବା ଦ୍ୱାରା ମଧ୍ୟ ଆମେ ଏଇ ତିନି ଗୁଣରେ ବାନ୍ଧି ହେବା। ତ୍ରୈଗୁଣ ବିଷୟ ବେଦ, ବେଦ ହେଉଛି ତିନି ଗୁଣ ବିଷୟ ବିଶିଷ୍ଟ। ବେଦ ହେଉଛି ତିନି ଗୁଣ ବିଷୟ ବିଶିଷ୍ଟ। ତେଣୁ ବୈଦିକ କର୍ମକାଣ୍ଡ କରିକିରି ମଧ୍ୟ ଆମେ ମୁକ୍ତି ପାଇବାର ନାହିଁ, ବରଂ ବନ୍ଧନ ହିଁ ପାଇବା। ଏହି ତିନି ଗୁଣ ଦ୍ୱାରା ଆମେ ବାନ୍ଧି ହେଇଯିବା। ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ। ନିହି ତ୍ରୈଗୁଣ୍ୟ ନିସ୍ତ୍ରୈଗୁଣ୍ୟ। ନିହି ମାନେ ନାହିଁ, ନାହିଁ ତ୍ରିଗୁଣ, ତ୍ରୈଗୁଣ୍ୟ ମାନେ ତୁମେ ତିନି ଗୁଣର ଅତୀତ ହେଇଯାଅ। ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ, ତୁମକୁ ଗୁଣ ଗ୍ରାସ ନ କରୁ। ତ୍ରୈଗୁଣ୍ୟ ବିଷୟ ବେଦା, କିନ୍ତୁ ବେଦ ହେଉଛି ତିନି ଗୁଣ ବିଷୟ ବିଶିଷ୍ଟ, କିନ୍ତୁ ତମେ ସେ ବେଦର ପୁଷ୍ପିତା ବାସରେ ବିମୋହିତ ହୁଅ ନାହିଁ। ତମେ ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ, ତୁମେ ତିନି ଗୁଣର ଅତୀତ ହେଇଯାଅ। ଏଇ ତିନି ଗୁଣକୁ ତମେ ଛାଡ଼ିଦିଅ। ତମ ପାଖରେ ସତ୍ଵ ରଜ ତମ କେହି ତମକୁ କବଳିତ ନ କରୁ। ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ୱସ୍ଥ ନିର୍ଯୋଗକ୍ଷମ ଆତ୍ମବାନ। ତୁମେ ନିର୍ଦ୍ୱନ୍ଦ୍ୱ ହୁଅ। ନିର୍ଦ୍ୱନ୍ଦ୍ୱ ହୁଅ ମାନେ ତମ ଭିତରେ ଦ୍ୱନ୍ଦ୍ୱ ନ ରହୁ। କ'ଣ? ତମ ରାଗ ଦ୍ୱେଷ ଆଦି କୌଣସି ଦ୍ୱନ୍ଦ୍ୱ ଯେମିତି ନ ରହିବ। ଦ୍ୱନ୍ଦ୍ୱ ବୋଇଲେ କ'ଣ? ଆମେ ଗୋଟାକୁ ଆକର୍ଷିତ ହେଉଛେ, ଗୋଟାକୁ ଘୃଣା କରୁଛେ, ଗୋଟାକୁ ପ୍ରେମ କରୁଛେ। ହେଲେ ଯେତେବେଳେ ଆମେ ରାଗ ଦ୍ୱେଷ ଲୋଭ ମୋହଠୁ ଦୂରରେ ରହିଯିବା, ତାହେଲେ ଆଉ ସେଇଠି ଦ୍ୱନ୍ଦ୍ୱ ରହିତ ହୋଇଗଲେ। ତେଣୁ ତୁମେ ନିର୍ଦ୍ୱନ୍ଦ୍ୱ ହୁଅ। ଆଉ ନିତ୍ୟ ସତ୍ୱସ୍ଥ, ନିତ୍ୟ ସତ୍ୱସ୍ଥ, ନିତ୍ୟ ସତ୍ୱସ୍ଥ ଅର୍ଥାତ୍ ତୁମେ ନିତ୍ୟ, ନିତ୍ୟ କିଏ? ନିତ୍ୟ ହେଉଛନ୍ତି ପରମାତ୍ମା, ନିତ୍ୟ ହେଉଛନ୍ତି ପରମାତ୍ମା। ତେଣୁ ନିତ୍ୟଙ୍କ ଠାରେ ତୁମେ ସ୍ଥିତ ହୋଇଯାଅ। ନିତ୍ୟ ସତ୍ଵ ମାନେ ନିତ୍ୟ ଶକ୍ତି, ଯେଉଁଟା ନିତ୍ୟ ସ୍ଥିତି, ଯେଉଁଟା ପରମାତ୍ମାଙ୍କର ପରମେଶ୍ୱରଙ୍କର ଯେଉଁଟା ଓମିନି ପ୍ରେଜେଣ୍ଟ, ଯିଏକି ନିତ୍ୟ, ସେଇ ପରମାତ୍ମାଙ୍କ ଠାରେ ତୁମେ ସ୍ଥିତ ହେଇଯାଅ। ଆଉ ସେ ତିନି ଗୁଣର ତୁମେ ଅତୀତ ହେଇଯାଅ। ଆଉ ନିର୍ଯୋଗକ୍ଷମ, ଯୋଗକ୍ଷମର ବି ତୁମେ ଅଭିଳାଷୀ ହୁଅ ନାହିଁ। ଯୋଗକ୍ଷମ, ଯୋଗକ୍ଷେମ, ଯୋଗକ୍ଷେମ ବୋଲେ ଭଗବାନ ଗୋଟେ ଶ୍ଲୋକରେ କହିଛନ୍ତି, ମୁଁ ଯୋଗକ୍ଷମ ଭବାମ୍ୟହମ୍, ଯିଏ ମୋତେ ସମର୍ପଣ କରିଦିଏ ମୁଁ ତା'ର ଯୋଗକ୍ଷମକୁ ମୁଁ ଗ୍ରହଣ କରେ। ଯୋଗକ୍ଷମର ଅର୍ଥ ହେଉଛି, ଯୋଗ ହେଉଛି ଯେଉଁଟାକି ଅପ୍ରାପ୍ତ ବସ୍ତୁର ପ୍ରାପ୍ତି। ଆମେ କହୁଛେ ନା ନାହିଁ, ଆପଣ କହିଲେନି ଯାହା ହଉ ଏଠି କଲେଜ ହେଲା, ଆମର ଯୋଗ ଥିଲା ବୋଲିକିରି ଶିଖିବାର। ଏଇଟା ହେଉଛି ଅପ୍ରାପ୍ତ ବସ୍ତୁର ପ୍ରାପ୍ତି। ଯେଉଁଟା ପ୍ରାପ୍ତି ହେବ ତାକୁ ରଖିବାଟା, ହଁ, ଯେଉଁଟା ହଁ କ୍ଷମ, କ୍ଷମ ହେଉଛି
ପ୍ରାପ୍ତ ବସ୍ତୁର ରକ୍ଷା କରିବ। ସଂରକ୍ଷଣ କରିବେ। ହଁ, ପ୍ରାପ୍ତ ବସ୍ତୁର ସଂରକ୍ଷଣକୁ ହେଉଛି କ୍ଷମ, ଆଉ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ହେଉଛି ଯୋଗ। ହେଲେ ଭଗବାନ ଆମକୁ ଯୋଗକ୍ଷମର ବ୍ୟବସ୍ଥା କରିଥାନ୍ତି। ଈଶ୍ୱର ହିଁ ଆମ ପାଇଁ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି କରାଇଥାନ୍ତି ଏବଂ ପ୍ରାପ୍ତ ବସ୍ତୁର ରକ୍ଷଣାବେକ୍ଷଣ କରିଥାନ୍ତି। ତେଣୁ ତୁମେ ଯୋଗକ୍ଷମ ଅଭିଳାଷ ମଧ୍ୟ ରଖ ନାହିଁ। ଯୋଗକ୍ଷମର ଅଭିଳାଷ ମଧ୍ୟ ରଖ ନାହିଁ ଯେ ଅପ୍ରାପ୍ତ ବସ୍ତୁ ଯାହା ଅଛି ତୁମକୁ ମିଳିବ ଏବଂ ପ୍ରାପ୍ତ ବସ୍ତୁର ସୁରକ୍ଷା ହେବ, ଇଏ କଥା ମଧ୍ୟ ତୁମେ ରଖ ନାହିଁ। ସେ କହୁଛନ୍ତି ତୁମେ ଅତୀତ ହେଇଯାଅ, ତ୍ରିଗୁଣାତୀତ ହେଇଯାଅ ଏବଂ ରାଗ ଦୋଷ ରୂପକ ଦ୍ୱନ୍ଦ୍ୱରୁ ତୁମେ ଅଲଗା ହେଇଯାଅ ଏବଂ ନିରନ୍ତର ନିତ୍ୟ ସତ୍ଵ ପରମାତ୍ମାଙ୍କ ଠାରେ ସ୍ଥିତ ହେଇଯାଅ ଏବଂ ଯୋଗକ୍ଷମର ମଧ୍ୟ ଅଭିଳାଷ ରଖ ନାହିଁ। ତ୍ରୈଗୁଣ୍ୟ ବିଷୟ ବେଦ। ବେଦ ହେଉଛି ତ୍ରିଗୁଣର ବିଷୟ। ତୁମେ କିନ୍ତୁ ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ। ତୁମେ ତିନି ଗୁଣର ଅତୀତ ହେଇଯାଅ, ତ୍ରିଗୁଣ ହେଇଯାଅ, ନିର୍ଦ୍ୱନ୍ଦ୍ୱ ହେଇଯାଅ, ନିର୍ଦ୍ୱନ୍ଦ୍ୱ, ନିତ୍ୟ ସତ୍ୱସ୍ଥ, ନିର୍ଯୋଗକ୍ଷମ ଆଉ ଆତ୍ମବାନ। ଆତ୍ମବାନ, ଆତ୍ମବାନ ବୋଲେ କ'ଣ? ଯେ ପରମାତ୍ମା ପରାୟଣ, ଯେ ଆତ୍ମଜ୍ଞାନ, ଅର୍ଥାତ୍ ତୁମେ ଆତ୍ମବାନ ହେଇଯାଅ। ପରମାତ୍ମା ଆଉ ତୁମ ଭିତରେ କିଛି ଭେଦାଭେଦ ଦେଖ ନାହିଁ। ମୁଁ ହିଁ ପରମାତ୍ମା, ମୁଁ ହିଁ ସବୁକିଛି, ମୋ ଭିତରେ ହିଁ ପରମାତ୍ମା ଅଛନ୍ତି, ମୁଁ ପରମାତ୍ମାଙ୍କ ଭିତରେ ଅଛି ଏବଂ ପରମାତ୍ମାଙ୍କ ଦ୍ୱାରା, ପରମାତ୍ମାଙ୍କ ପାଇଁ ଆଉ ପରମାତ୍ମାଙ୍କର, ବାଇ ପରମାତ୍ମା, ଫର ପରମାତ୍ମା ଆଣ୍ଡ ଆଫ୍ ପରମାତ୍ମା ବୋଲି ଭାବିବାଟା ହେଉଛି ଆତ୍ମଜ୍ଞାନ। ତେଣୁ ମୁଁ ପରମାତ୍ମାଙ୍କ ଦ୍ୱାରା ଏବଂ ପରମାତ୍ମାଙ୍କ ପାଇଁ ଏବଂ ପରମାତ୍ମାଙ୍କ ଅନନ୍ୟ ଚିନ୍ତୟତେମା ଯେ ଜନ ପରିପାସତେ ତେଷା ନିତ୍ୟାଭିଯୁକ୍ତମା ଯୋଗକ୍ଷେମ ଯୋଗକ୍ଷମ ଭବାନ୍ୟ। ହଁ, ଅନନ୍ୟ ଚିନ୍ତୟାତ୍ମା। ନବମ ଅଧ୍ୟାୟର 22 ହଁ, ଅନନ୍ୟ ଚିନ୍ତୟନ୍ ତିମାଂ। ହଁ, ଅନନ୍ୟ, ଯିଏ ମୋତେ ଅନନ୍ୟ ଚିନ୍ତା କରେ। ଅନନ୍ୟ ବୋଲେ କ'ଣ? ନ ଅନ୍ୟ, ଯିଏ ମୋତେ ଅଲଗା ବୋଲିକି ଭାବି ନାହିଁ। ଅନନ୍ୟ ଚିନ୍ତୟନ୍ତି ମାଂ, ଯିଏ ମୋତେ ଅଲଗା ବୋଲିକିରି ଭାବେ ନାହିଁ, ମୁଁ ସିଏ ବୋଲିକିରି ଭାବେ। ତାପରେ କ'ଣ? ଯେ ଜନାଂ ପରିପାସତେ, ଏଇଭଳି ଭାବରେ ଯିଏ ମୋତେ ଉପାସନା କରେ, ହଁ, ତିସାଂ ନିତ୍ୟାଭିଯୁକ୍ତାନା, ସେମାନେ ସଦାବେଳେ ନିତ୍ୟ ମୋ ସାଙ୍ଗରେ ଯୋଡ଼ି ହେଇଥିବା ଯୋଗୁଁ, ସିଏ ସଦାବେଳେ ମୋ ସାଙ୍ଗରେ ଅଭିଯୁକ୍ତାନା, ସେଇଭଳି ମୋ ସାଙ୍ଗରେ ଯୋଡ଼ି ହେଇଥିବା ଲୋକଙ୍କର ଯୋଗକ୍ଷମ ଭବାମ୍ୟ। ମୁଁ ତାଙ୍କର ଯୋଗକ୍ଷମର ଭାର ବହନ କରେ। ମୁଁ ତାଙ୍କର ପ୍ରାପ୍ତ ବସ୍ତୁର ସୁରକ୍ଷା କରେ, ଅପ୍ରାପ୍ତ ବସ୍ତୁକୁ ପ୍ରଦାନ କରେଇଥାଏ। ଏଠି ଭଗବାନ କହୁଛନ୍ତି ଯେ ତୁମେ ଯୋଗକ୍ଷମର ଅଭିଳାଷ ମଧ୍ୟ ରଖ ନାହିଁ, ଯେ ତୁମ ପାଇଁ ପରମାତ୍ମା କିଛି ଦେବେ ଏବଂ ତୁମର କିଛି ସୁରକ୍ଷା କରିବେ, ସେ ବିଷୟ ବି ଭାବ ନାହିଁ। କାରଣ ତୁମେ ନିର୍ଦ୍ୱନ୍ଦ୍ୱ ହେଇଯାଅ ଏବଂ ତିନି ଗୁଣର ତୁମେ ଅତୀତ ହେଇଯାଅ। ତାପରେ କହୁଛନ୍ତି ଯାବନର୍ଥ ଯାବାନର୍ଥ ଉଦପାନେ ସର୍ବତଃ ସମ୍ପ୍ଲୁତୋଦକେ ତାବାନ୍ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ। ଯାବାନର୍ଥ ଉଦପାନେ, ଯାବାନ ମାନେ ଯେଉଁଭଳି ଭାବରେ ବା ଯେତିକି ଅର୍ଥ ମାନେ ଆବଶ୍ୟକ, ଯେତିକି ଆବଶ୍ୟକତା ଥାଏ। ଯାବାନ ଅର୍ଥ ଉଦପାନେ, ଉଦପାନେ ଅର୍ଥାତ୍ କ୍ଷୁଦ୍ର ଗାଡ଼ିଆମାନଙ୍କରେ ବା କ୍ଷୁଦ୍ର ପୋଖରୀମାନଙ୍କରେ ଯେତିକି ଆବଶ୍ୟକତା ରହେ, ସର୍ବତଃ ସମ୍ପ୍ଲୁତୋଦକେ, ସର୍ବତଃ ମାନେ ସବୁଆଡ଼େ, ସମ୍ପ୍ଲୁତୋଦକେ ମାନେ ପରିପୂର୍ଣ୍ଣ ହେଇଥିବା ଉଦକେ, ଉଦକ ବୋଲି ହେଉଛି ଜଳ, ମାନେ ଗୋଟେ ମହାସାଗର ବୋଲି ଧରାଯାଉ। ସର୍ବତଃ ସମ୍ପ୍ଲୁତୋଦକେ ମାନେ ସବୁଆଡ଼େ ପରିପୂର୍ଣ୍ଣ ଜଳାଶୟ, ଗୋଟେ ବୃହତ୍ ଜଳାଶୟ ପ୍ରାପ୍ତ ହେଲା ପରେ
ଉଦପାନେ ଯାବାନ ଅର୍ଥ ଅର୍ଥାତ୍ ଉଦପାନେ ଅର୍ଥାତ୍ କ୍ଷୁଦ୍ର ପୋଖରୀ ଗୁଡ଼ିକରେ ଯେମିତି ଆବଶ୍ୟକତା ରହେ ତା ଅର୍ଥ କିଛି ଆବଶ୍ୟକତା ରହେ ନାହିଁ। ଜଣେ ଲୋକ ସମ୍ପ୍ଲୁତୋଦକ ପାଇଲା ପରେ ଅର୍ଥାତ୍ ବିରାଟ ଜଳାଶୟକୁ ପ୍ରାପ୍ତ ହେଲା ପରେ ଯାବନ ଅର୍ଥ ଉଦପାନେ ଅର୍ଥାତ୍ କ୍ଷୁଦ୍ର ଜଳାଶୟରେ ଯେମିତି ତା'ର ଆବଶ୍ୟକତା ଅର୍ଥାତ୍ କ୍ଷୁଦ୍ର ଜଳାଶୟରେ କିଛି ଆବଶ୍ୟକତା ନଥାଏ। ଜଣେ ଗୋଟେ ବଡ଼ ଜିନିଷ ପାଇଗଲା ପରେ ଛୋଟ ଜିନିଷରେ ଆଉ କ'ଣ ଆବଶ୍ୟକତା ଥାଏ? ତାବାନ୍ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବୀଜାନତଃ। ସେଇଭଳି ଭାବରେ ସବୁ ବେଦ ଗୁଡ଼ିକରେ ଆମର ପ୍ରୟୋଜନ ସେ ମାନେ ଯେମିତି ଛୋଟ ପୋଖରୀର ପ୍ରୟୋଜନ ଯେମିତି ବେଦର ପ୍ରୟୋଜନ ସେମିତି। କେତେବେଳେ କାହାର? ବ୍ରାହ୍ମଣସ୍ୟ ବୀଜାନତଃ। ଯିଏ ବ୍ରାହ୍ମଣ, ଆମେ କହୁଛେ ବ୍ରାହ୍ମଣ କିଏ? ବ୍ରହ୍ମ ଜାନାତି ଇତି ବ୍ରାହ୍ମଣ। ଯେ ବ୍ରହ୍ମକୁ ବୀଜାନତଃ ମାନେ ଜାଣିଗଲା ପରେ, ଯିଏ ବେଦକୁ ବ୍ରହ୍ମକୁ ଜାଣିଗଲା ପରେ ଆଉ ବେଦର ଆବଶ୍ୟକତା କିଛି ନାହିଁ ବା ଅନ୍ୟ ପୁରାଣ ଶାସ୍ତ୍ରମାନଙ୍କର କିଛି ଆବଶ୍ୟକତା ନାହିଁ। ଯେମିତି ଗୋଟେ ମହାସାଗରକୁ ପ୍ରାପ୍ତ ହେଲା ପରେ ଗୋଟେ ଛୋଟ ଗାଡ଼ିଆର ବା ପୋଖରୀର ଆବଶ୍ୟକତା କିଛି ନାହିଁ, ସେମିତି ବ୍ରହ୍ମ ଜ୍ଞାନକୁ ପାଇଗଲା ପରେ ଆଉ ଛୋଟ ଶାସ୍ତ୍ରମାନଙ୍କର ଆବଶ୍ୟକତା କିଛି ନାହିଁ। ବ୍ରାହ୍ମଣସ୍ୟ ବୀଜାନତଃ ଅର୍ଥାତ୍ ବ୍ରହ୍ମଜ୍ଞାନୀମାନଙ୍କର, ଯେଉଁମାନେ ବ୍ରହ୍ମଜ୍ଞାନୀ, ଯେଉଁମାନେ ବୀଜାନତଃ ମାନେ ଜାଣନ୍ତି, ଜାଣିଥିବା ବ୍ରହ୍ମଜ୍ଞାନୀମାନଙ୍କର ଆଉ ତାବାତ୍ ସର୍ବେଷୁ ବେଦେଷୁ ସେଇଭଳିଆ ସବୁ ଯାକ ବେଦରେ ତାଙ୍କର ପ୍ରୟୋଜନ ଅର୍ଥାତ୍ ପ୍ରୟୋଜନ ନାହିଁ। ଗୋଟେ ବିରାଟ ଜଳାଶୟ ପ୍ରାପ୍ତ ହେଲା ପରେ ଗୋଟେ ଆଉ ଛୋଟ ଗାଡ଼ିଆ କିଛି ଆବଶ୍ୟକ ନାହିଁ। ସେମିତି ଏଇ ଛୋଟ ଛୋଟ ଶାସ୍ତ୍ର ପୁରାଣ ପଢ଼ିବାର ମଧ୍ୟ କିଛି ଆବଶ୍ୟକ ନାହିଁ ଯଦି ତୁମେ ବ୍ରହ୍ମଜ୍ଞାନ ପ୍ରାପ୍ତ ହେଇଯାଅ। ତାପରେ ଏଇଟା ହେଉଛି ଗୋଟେ ଅତି ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଯେଉଁଟା ସମସ୍ତେ ୟାକୁ ପଢ଼ିଥାନ୍ତି ଏବଂ ଅନେକ ସମୟରେ କହିଥାନ୍ତି ମଧ୍ୟ। କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମ ଫଲ ହେତୁର୍ଭୂ ମା ତେ ସଙ୍ଗୋସ୍ତ କର୍ମଣି। କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ମା କର୍ମ ଫଲ ହେତୁର୍ଭୂ ମା ତେ ସଙ୍ଗୋସ୍ତ କର୍ମଣି। କର୍ମଣ୍ୟେବାଧିକାରସ୍ତେ ସନ୍ଧି ବିଚ୍ଛେଦ କଲେ କ'ଣ ହେବ? କର୍ମଣି ଏବ ଅଧିକାରଃ ତେ। କର୍ମଣି ଏବ ଅଧିକାରଃ ତେ। ତେ ବେଲେ ହେଲା ତୁମର, କର୍ମଣି ବେଲେ ହେଉଛି କର୍ମରେ, ଏବ ବେଲେ ହିଁ, ଅଧିକାର ବେଲେ ଅଧିକାର ରହିଛି। କର୍ମଣ୍ୟେବାଧିକାରସ୍ତେ କର୍ମଣି ଏବ ଅଧିକାରଃ ତେ। ତେ ବେଲେ ତୁମର, କର୍ମଣି ମାନେ କର୍ମରେ, ଏବ ବେଲେ ହିଁ ଅଧିକାର ଅଛି, କର୍ମରେ ହିଁ ତୁମର ଅଧିକାର। ମା ଫଲେଷୁ କଦାଚନ ମା ବେଲେ ନାହିଁ, ମା ବେଲେ ନାହିଁ, ଫଳେଷୁ ବେଲେ ଫଳ ଗୁଡ଼ିକରେ, ମା ଫଳେଷୁ କଦାଚନ ମାନେ କେବେ ମଧ୍ୟ ବା କୌଣସି କାଳରେ ବି, ଫଳ ଗୁଡ଼ିକରେ ତୁମର ଅଧିକାର ନାହିଁ। ମା ଫଳେଷୁ କର୍ମଣି ମାନେ କର୍ମ ଗୁଡ଼ିକରେ ତୁମର ଅଧିକାର ଅଛି କିନ୍ତୁ ଫଳ ଗୁଡ଼ିକରେ ଅଧିକାର ନାହିଁ। ତାପରେ ସେ କହୁଛନ୍ତି ମା କର୍ମ ଫଳ ହେତୁର୍ଭୂ। ମା କର୍ମ ଫଳ ହେତୁ ବେଲେ ହେଉଛି କାରଣ, କାରଣ, କର୍ମଫଳ ହେତୁ ମାନେ କର୍ମଫଳର କାରଣ, କର୍ମଫଳର କାରଣ ମା ଭୂ। ମା ବେଲେ ନାହିଁ, ଭୂ ବେଲେ ହୁଅ। କର୍ମଫଳର କାରଣ ତୁମେ ହୁଅ ନାହିଁ, କର୍ମଫଳର କାରଣ ତୁମେ ହୁଅ ନାହିଁ। ହେଲେ କର୍ମଫଳର କାରଣ ତୁମେ କେମିତି ହେବ? ଯଦି କର୍ମ ସହିତ ତୁମର ଆଟାଚମେଣ୍ଟ ରହିବ, କର୍ମ ସହିତ ଯଦି ଆଟାଚମେଣ୍ଟ ରହିବ, ଯଦି ସେଇ ଯେଉଁ କହିଲେ ଲାଭାଲାଭ ଜୟାଜୟ ଯଦି ରହିବ,
ସୁଖେ ଦୁଃଖେ ସମୀକୃତ ରହିବ ତାହେଲେ କର୍ମଫଳର କାରଣ ଆମେ ହେବା ନାହିଁ। କିନ୍ତୁ ଏଇଠି ସେ କହୁଛନ୍ତି ଯେ ତୁମର କର୍ମରେ ଅଧିକାର ଅଛି, ତୁମେ କାମ କରିବ। ଯେହେତୁ ମନୁଷ୍ୟ ତୁମ ପାଖକୁ ହାତ ଗୋଡ଼ ଦିଆହେଇଛି ଏବଂ ତୁମେ କର୍ମଯୋନି, ମଣିଷ ହେଉଛି କର୍ମଯୋନି ଏବଂ ନ କଶ୍ଚିତ୍ କ୍ଷଣମପି ତିଷ୍ଠତ୍ୟ କର୍ମକୃତ। କୌଣସି ବ୍ୟକ୍ତି ବା କୌଣସି ପ୍ରାଣୀ କାମ ନ କରି କ୍ଷଣେ ମଧ୍ୟ ରହିପାରିବ ନାହିଁ। ତେଣୁ ତୁମେ କାମ କରିବା ପାଇଁ ବାଧ୍ୟ ଏବଂ କର୍ମ କରିବ। କର୍ମଣି ଏବେ ଅଧିକାର ହେତେ, ତୁମର କର୍ମରେ ଅଧିକାର ରହିଛି। କିନ୍ତୁ ମା ଫଳେଷୁ କଦାଚନ, ଫଳ ଗୁଡ଼ିକରେ ତୁମର ଅଧିକାର ନାହିଁ। କାରଣ ଫଳର ଦାତା ହେଉଛନ୍ତି ଈଶ୍ୱର। ସିଏ ହିଁ ତୁମେ କେଉଁ ପ୍ରକାର କର୍ମ କରିଛ ଏବଂ କେଉଁ ପ୍ରକାର ଫଳ ପାଇବ ସେ କଥା ସିଏ ବିଚାର କରିବେ। କିନ୍ତୁ ତୁମେ କ'ଣ ହୁଅ? ମା କର୍ମ ଫଳ ହେତୁ, ତୁମେ କର୍ମ ଫଳର କାରଣ ହୁଅ ନାହିଁ। ମା କର୍ମ ଫଳ ହେତୁ ହୁ। ତାପରେ ସେ କହୁଛନ୍ତି ମା ତେ ସଙ୍ଗସ୍ତ କର୍ମଣି। ସେ କହୁଛନ୍ତି କର୍ମରେ ତୁମର ଅଧିକାର ଅଛି କିନ୍ତୁ ଫଳରେ ଆଦୌ ଅଧିକାର ନାହିଁ। ତେଣୁ ତୁମେ କର୍ମ ଫଳର କାରଣ ହୁଅ ନାହିଁ। ମା କର୍ମଫଳ ହେତୁ ଭୂ ଭୂ ଆଉ ଥରେ ଆଉ ଗୋଟେ ରହିଲା ମା ତେ ସଙ୍ଗସ୍ତ କର୍ମଣି। ମା ତେ ସଙ୍ଗ ଅସ୍ତୁ ଅକର୍ମଣି। ଏଇ ଜିନିଷଟାକୁ ପ୍ରାୟ କେହି କହନ୍ତି ନାହିଁ। ସମସ୍ତେ ଏଇ ଶ୍ଲୋକର ଅର୍ଥ ଯେତେବେଳେ କହନ୍ତି କର୍ମରେ ତୁମର କରିବାର ଅଧିକାର ଅଛି, ଫଳରେ ତୁମର ଅଧିକାର ନାହିଁ, ଏତିକି କହିକି ରହିଯାନ୍ତି। ସମସ୍ତେ ଏତିକି କହିକି ରହିଯାନ୍ତି। କିନ୍ତୁ ତାପରେ ସେ କହୁଛନ୍ତି ମା କର୍ମ ଫଳ ହେତୁ, ତୁମେ କର୍ମ ଫଳର କାରଣ ହୁଅ ନାହିଁ, କର୍ମ ଫଳର ହେତୁ ହୁଅ ନାହିଁ। ଅର୍ଥାତ୍ କର୍ମ କର କିନ୍ତୁ ତା ସହିତ ସଙ୍ଗ ରଖ ନାହିଁ, ତା ସହିତ ଆଟାଚମେଣ୍ଟ ରଖ ନାହିଁ। ତାପରେ ଆଉ ଗୋଟେ ବଡ଼ କଥା କହୁଛନ୍ତି ମା ତେ ସଙ୍ଗ ଅସ୍ତୁ ଅକର୍ମଣି। ଦେଖନ୍ତୁ ଏଇଟା ଗୋଟେ ବଡ଼ ଜିନିଷ। ମା ତେ ସଙ୍ଗ ଅସ୍ତୁ ଅକର୍ମଣି। ଏଇଠି ସମସ୍ତେ ଯେମିତି ଭାବରେ କହୁଛନ୍ତି ଆଉ କିଛି କାମ କରିବା ଦରକାର ନଥିଲା ଭଳିଆ କହିଦିଅନ୍ତି। କର୍ମରେ ତୁମର ଅଧିକାର ଅଛି, ଫଳରେ ତୁମର ଅଧିକାର ନାହିଁ ବୋଇଲେ ଏଇଠି ଆମକୁ ଗୋଟେ ହତାଶା ଭଳିଆ ଗୋଟେ ବିଷୟ ଆସେ। କିନ୍ତୁ ସେଇଠି କୁହାହେଉଛି ମା ତେ ସଙ୍ଗ ଅସ୍ତୁ ଅକର୍ମଣି। ମା ବେଲେ ନାହିଁ, ତେ ବେଲେ ହେଉଛି ତୁମର, ସଙ୍ଗ ଅସ୍ତୁ ଅକର୍ମଣି। ସଙ୍ଗ ଅସ୍ତୁ ବେଲେ ହେଉ, ଅକର୍ମଣି ମାନେ କାମ ନ କରିବାକୁ। ଅକର୍ମଣି ମା ତେ ସଙ୍ଗ ଅସ୍ତୁ ମାନେ ଅକର୍ମଣି। ଅକର୍ମଣି ମାନେ କାମ ନ କରିବାଟା। ମା ତେ ସଙ୍ଗ ଅସ୍ତୁ, ତୁମର ସଙ୍ଗ ନ ହେଉ। କାମ ନ କରିବାଟା ତୁମର ସଙ୍ଗ ନ ହେଉ। ଅକର୍ମଣି ତୁମର ସଙ୍ଗ ନ ହେଉ। ତାର ଅର୍ଥ ହେଉଛି ତୁମେ କାମ କର। ଏ ଯେଉଁ କାମ ନ କରିବାଟା ତୁମର ଅଭ୍ୟାସ ନ ହେଉ। କାମ ନ କରିବାଟା ତୁମର ଅଭ୍ୟାସ ନ ହେଉ। ତୁମେ କର୍ମରେ ତୁମର ଅଧିକାର ଅଛି, ଫଳରେ ତୁମର ଅଧିକାର ନାହିଁ। ତା ବୋଲିକିରି ତୁମେ କାମ ନ କରିକିରି ରୁହ ନାହିଁ। ଏଇ ଶ୍ଲୋକରେ ଏଇ ବଡ଼ କଥାଟି କୁହାଯାଇଛି ମା ତେ ସଙ୍ଗ ଅସ୍ତୁ ଅକର୍ମଣି। ଏଇଟା ସବୁଠୁ ବଡ଼ ବିଷୟ। କିନ୍ତୁ ଆମେ କର୍ମେ ବାଧିକାଦସ୍ତେ ମା ଫଳେଷୁ କଦାଚନରେ ରହିଯାଉଛେ। କିନ୍ତୁ ସେଇଠି ସେ କହୁଛନ୍ତି ତୁମେ କର୍ମ ଫଳର କାରଣ ହୁଅ ନାହିଁ। ଆଉ ଅକର୍ମଣି ତୁମର ସଙ୍ଗ ନ ହେଉ। ମା ତେ ସଙ୍ଗ ଅସ୍ତୁ ଅକର୍ମଣି ଅର୍ଥାତ୍ ତୁମେ କାମ ନ କରିକିରି ରୁହ ନାହିଁ। କାମ କର କିନ୍ତୁ କାମରେ ତୁମର ଆଟାଚମେଣ୍ଟ ନ ରହୁ। କାମରେ ତୁମର ସଙ୍ଗ ନ ରହୁ। ସଙ୍ଗ ରହିଲେ ସିନା ତୁମକୁ ଫଳ ଭୋଗ କରିବାକୁ ପଡ଼ିବ। କିନ୍ତୁ ଯେତେବେଳେ ତୁମ ସଙ୍ଗ ରହିବ ନାହିଁ ସେତେବେଳେ ତୁମେ କର୍ମଫଳର କାରଣ ହେବ ନାହିଁ। କିନ୍ତୁ କର୍ମ ନ କରିବା ପ୍ରତି ତୁମେ ଆସକ୍ତ ହୁଅ ନାହିଁ। ଅର୍ଥାତ୍ ଏଠି କାମ କରିବା ପାଇଁ ଉତ୍ସାହିତ କରାଯାଇଛି। ହେଲେ କର୍ମ ସେ ଯେଉଁ କହିଲେ ସେଇ ଶ୍ଲୋକରେ କହିଲେ, ଏଇ ଶ୍ଲୋକରେ କହିଲେ ଯେ ତୁମେ କର୍ମ ଫଳର କାରଣ ହୁଅ ନାହିଁ। ହେଲେ କର୍ମ ଫଳର କାରଣ ହୁଅ ନାହିଁ ବୋଲି ଅର୍ଜୁନକୁ କହିଦେଲେ ଅର୍ଜୁନ କେମିତି ବୁଝିବେ
ସେଇଠି ବି କହିଛନ୍ତି ଯେ ତୁମେ ଅକର୍ମଣି ତୁମ ସାଙ୍ଗ ନ ହଉ, ଅର୍ଥାତ୍ ତୁମେ କାମ କର ବୋଲି କହୁଛନ୍ତି। ଆଉ କର୍ମଫଳର କାରଣ ହୁଅ ନାହିଁ ବୋଲି କହୁଛନ୍ତି। ଆହୁରି ବି କହୁଛନ୍ତି ତୁମର କାମ କରିବାର ଅଧିକାର ଅଛି, ତୁମର ଫଳରେ ଅଧିକାର ନାହିଁ। ହେଲେ ଅର୍ଜୁନ କେମିତି ବୁଝିବେ ଯେ କେମିତି କାମ କରିବାକୁ ପଡ଼ିବ? କେମିତି କାମ ନ କରିବା ପାଇଁ ତ ସେ କହୁନାହାନ୍ତି, କାମ କରିବା ପାଇଁ କହୁଛନ୍ତି। ହେଲେ କାମ କରିବାକୁ ପଡ଼ିବ, ଫଳକୁ ଆଶା ରହିବନି, ଫଳ ବି ଆମର ଅଧିକାର ନାହିଁ। ଆଉ ଫେରେ ଆମେ କର୍ମଫଳର କାରଣ ହେବୁ ନାହିଁ। ହେଲେ କେମିତି କରିବୁ? ତା ପଦ ଶ୍ଲୋକରେ ଭଗବାନ କହୁଛନ୍ତି ଯେ ଯୋଗସ୍ଥ କୁରୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଧନଞ୍ଜୟ ସିଦ୍ଧ୍ୟା ସିଦ୍ଧ୍ୟୋ ସମଭୂତ୍ୱା ସମତ୍ୱ ଯୋଗ ଉଚ୍ୟତେ। ଏଇଠି ସେ କହୁଛନ୍ତି କେମିତି କଲେ ତମେ କର୍ମ ଫଳର କାରଣ ହେବ ନାହିଁ। ସେ କହୁଛନ୍ତି ଯୋଗସ୍ଥ, ଯୋଗସ୍ଥ ମାନେ ଯୋଗଯୁକ୍ତ, ଯୋଗଯୁକ୍ତ ହୋଇ କୁରୁ, କୁରୁ ବୋଲେ କର, ଯେଉଁ କୁରୁ ଧାତୁର ଲୋଟ ଲକାର ମଧ୍ୟମ ପୁରୁଷ ଏକ ବଚନ ହେଉଛି କୁରୁ। ତେଣୁ ଯୋଗଯୁକ୍ତ ହେଇକିରି ତମେ କୁରୁ କର୍ମାଣି, କାମ ଗୁଡ଼ିକୁ ତମେ ଯୋଗଯୁକ୍ତ ହେଇକିରି କର। ଯୋଗସ୍ଥ କୁରୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଧନଞ୍ଜୟ, ସଙ୍ଗ ଛାଡ଼ିକିରି, ତା ସାଙ୍ଗରେ ଆଟାଚମେଣ୍ଟ ନ ରଖି, ଅର୍ଥାତ୍ ସୁଖେ ଦୁଃଖେ ସମୀକୃତ୍ୱ ଲାଭାଲାଭ ଜୟା ଜୟ। ତେଣୁ ସଙ୍ଗକୁ ଛାଡ଼ିକିରି ହେ ଧନଞ୍ଜୟ ତମେ ଯୋଗଯୁକ୍ତ ହେଇକିରି କାମ କର। ସିଦ୍ଧ୍ୟା ସିଦ୍ଧ୍ୟୋ ସମୟ ଭୂତ୍ୱା, ସିଦ୍ଧ୍ୟା ସିଦ୍ଧ୍ୟୋ, ସିଦ୍ଧି ଏବଂ ଅସିଦ୍ଧିରେ ସମଭୂତ୍ୱା ସମାନ ହୋଇ ସମତ୍ୱଂ ଯୋଗ ଉଚ୍ୟତେ। ତମେ ସିଦ୍ଧି ଏବଂ ଅସିଦ୍ଧିରେ ସମାନ ହେଇକିରି ଯୋଗସ୍ଥ କୁରୁ କର୍ମାଣି, ଯୋଗସ୍ଥ ହେଇକିରି ସଙ୍ଗ ଛାଡ଼ି, ଆଟାଚମେଣ୍ଟ ଛାଡ଼ି, ସିଦ୍ଧି ଏବଂ ଅସିଦ୍ଧିରେ ସମାନ ହେଇକିରି କାମ କର, କାରଣ ସମତ୍ୱ ଯୋଗ ଉଚ୍ୟତେ। ହେ ଧନଞ୍ଜୟ ତୁମେ ଆସକ୍ତି ତ୍ୟାଗ କରି ସିଦ୍ଧି ଏବଂ ଅସିଦ୍ଧିରେ ସମଭାବାପନ୍ନ ହେଇକିରି ଯୋଗସ୍ଥ ହୋଇ କର୍ମ କର, କାରଣ ସମତାକୁ ଯୋଗ କୁହାଯାଏ। ତାହା କଲେ କ'ଣ ହୁଏ? ତମର ଆଉ ତମେ କର୍ମ ଫଳର କାରଣ ହେବ ନାହିଁ। ତାପରେ 49 ଶ୍ଲୋକରେ କହୁଛନ୍ତି ଦୂରେଣ ହ୍ୟବରଂ କର୍ମ ବୁଦ୍ଧିର୍ ଯୋଗା ଧନଞ୍ଜୟ ବୁଦ୍ଧୌ ଶରଣ ମନ୍ମିଚ୍ଛ କୃପଣା ଫଳ ହେତବ। ବୁଦ୍ଧିର୍ ଯୋଗ, ବୁଦ୍ଧିର୍ ଯୋଗ, ବୁଦ୍ଧିର୍ ଯୋଗାତ୍ ଧନଞ୍ଜୟ। ଦେଖନ୍ତୁ ଦୂରେଣ ହ୍ୟବରଂ, ଦୂରେଣ ହ୍ୟବରଂ, ଦୂରେଣ ମାନେ ହେଉଛି ଅତ୍ୟନ୍ତ, ଆଉ ଅବରମ, ଦୂରେଣ ହ୍ୟବରମ ମାନେ ହି ଯୁକ୍ତ ଅବରମ। ହ୍ୟବରମ ହେଉଛି ସନ୍ଧି ବିଚ୍ଛେଦ କଲେ ହି ଯୁକ୍ତ ଅବରମ। ଦୂରେଣ ମାନେ ଅତ୍ୟନ୍ତ, ହି ଅବରମ, ଅତ୍ୟନ୍ତ ହିଁ ନିକୃଷ୍ଟତର, ଅତ୍ୟନ୍ତ ନିକୃଷ୍ଟତର। ବୁଦ୍ଧି ଯୋଗାତ୍ ଧନଞ୍ଜୟ, ବୁଦ୍ଧି ଯୋଗାତ୍, ବୁଦ୍ଧି ମାନେ ହେଉଛି ସମବୁଦ୍ଧି, ବୁଦ୍ଧି ମାନେ ହେଉଛି ସମବୁଦ୍ଧି, ବୁଦ୍ଧି ଯୋଗ, ବୁଦ୍ଧି ଯୋଗ ଅର୍ଥାତ୍ ସମବୁଦ୍ଧି, ସମବୁଦ୍ଧି ସମ୍ପନ୍ନ ହେଇକିରି ଯେଉଁ କାମ କରିବା ତା ଠାରୁ ବୁଦ୍ଧି ଯୋଗାତ୍ ଧନଞ୍ଜୟ, ହେ ଧନଞ୍ଜୟ କର୍ମ ହେଉଛି ଦୂରେଣ ହ୍ୟବରମ୍, କର୍ମ ହେଉଛି ଅତ୍ୟନ୍ତ ନିକୃଷ୍ଟତର। କର୍ମ ବୋଲେ କ'ଣ? ଏଠି ସକାମ କର୍ମ କଥା। କର୍ମ ବୋଲେ ଯେଉଁଠି ଆମେ କାମନା ରଖିକିରି କର୍ମ କରୁଛେ, ସେଇ କାମନା ସକାମ କର୍ମ ବୁଦ୍ଧି ଯୋଗ ଅପେକ୍ଷା ବୁଦ୍ଧି ଯୋଗାତ୍ ଦୂରେଣ ହ୍ୟବରମ୍, ବୁଦ୍ଧି ଯୋଗ ଠାରୁ ଅତ୍ୟନ୍ତ ନିକୃଷ୍ଟତର ଅଟେ। ସମବୁଦ୍ଧି ସମ୍ପନ୍ନ ହେଇକିରି ଆମେ ଯେଉଁ କାମ କରୁଛେ ତାଠାରୁ ଆମେ ଯଦି ସକାମ କର୍ମ କରିବା ତାହେଲେ ସେ ସକାମ କର୍ମ ଅତ୍ୟନ୍ତ ନିକୃଷ୍ଟତର ଅଟେ। ତେଣୁ ବୁଦ୍ଧୌ ଶରଣ ମନ୍ମିଚ୍ଛ, ତେଣୁ ତମେ ବୁଦ୍ଧୌ, ବୁଦ୍ଧୌ ମାନେ ବୁଦ୍ଧି ଠାରେ, ମାନେ ସମବୁଦ୍ଧିରେ, ସମବୁଦ୍ଧିରେ ଶରଣ ମନ୍ମିଚ୍ଛ, ଶରଣ ଯାଅ। ତେଣୁ ସମବୁଦ୍ଧି ସମ୍ପନ୍ନ ତୁମେ ହୁଅ, ବୁଦ୍ଧିର ଶରଣକୁ ଆଶ୍ରୟ କର, ବୁଦ୍ଧିର ଶରଣକୁ ଆଶ୍ରୟ କର।
ବୁଦ୍ଧି ଅର୍ଥାତ୍ ସମବୁଦ୍ଧି ମାନେ ସମଭାବାପନ୍ନ ହେଇଯାଅ। କୃପଣାହା ଫଳ ହେତବଃ, ତେଣୁ ଯିଏ ଫଳର କାମନା କରନ୍ତି ସେମାନେ କୃପଣ। କୃପଣ ଅର୍ଥାତ୍ ଅତ୍ୟନ୍ତ ନିକୃଷ୍ଟ ଦିନ। ତେଣୁ ତୁମେ ଏଇଭଳିଆ ଫଳ ହେତବଃ ଫଳ ଭୋଗ ପାଇଁ ଆକୃଷ୍ଟ ହେଇ କୃପଣତାକୁ ପ୍ରାପ୍ତ ହୁଅ ନାହିଁ ଏବଂ ତୁମେ ସମବୁଦ୍ଧି ସମ୍ପନ୍ନ ହୁଅ। କାରଣ ବୁଦ୍ଧି ଯୋଗ ସମବୁଦ୍ଧି ସମ୍ପନ୍ନ କାର୍ଯ୍ୟ ସକାମ କର୍ମଠାରୁ ଅତ୍ୟନ୍ତ ଉତ୍କୃଷ୍ଟତର। ଅର୍ଥାତ୍ ଏଠି କହୁଛନ୍ତି ଦୂରେଣ ହେବରଂ ମାନେ ଅତ୍ୟନ୍ତ ନିକୃଷ୍ଟତର ହେଉଛି କର୍ମ। କର୍ମ ଅର୍ଥାତ୍ ସକାମ କର୍ମ। ସକାମ କର୍ମ ବୁଦ୍ଧି ଯୋଗାତ୍ ନିକୃଷ୍ଟତର, ବୁଦ୍ଧି ଯୋଗ ଠାରୁ ନିକୃଷ୍ଟତର। ତେଣୁ ତୁମେ ବୁଦ୍ଧୌ ଶରଣ ଅନ୍ୱିଚ୍ଛ, ତେଣୁ ବୁଦ୍ଧିର ତୁମେ ଶରଣ ଯାଅ ଅର୍ଥାତ୍ ତୁମେ ସମବୁଦ୍ଧି ଯୁକ୍ତ ହୁଅ। ବୁଦ୍ଧିଯୁକ୍ତ ଜହାତିହ ଉଭେ ସୁକୃତ ଦୁଷ୍କୃତେ ତସ୍ମାଦ୍ ଯୋଗାୟ ୟୁଜ୍ୟସ୍ୱ ଯୋଗ କର୍ମସୁ କୌଶଳ। ବୁଦ୍ଧିଯୁକ୍ତ ବିସର୍ଗ ଥିଲେ ଆମେ ଓକାର ଥିଲେ ଆମେ ବିସର୍ଗ କରିପାରିବା। ବୁଦ୍ଧିଯୁକ୍ତ ମାନେ ଯିଏ ସମବୁଦ୍ଧି ସମ୍ପନ୍ନ ମନୁଷ୍ୟ। ବୁଦ୍ଧିଯୁକ୍ତ ଜହାତି ବେଲେ ହତ୍ୟା କରିଦିଏ। ଜହାତିର ଅର୍ଥ ହେଉଛି ହତ୍ୟା କରିଦିଏ ବା ଦୂରେଇ ଦିଏ ବା ତ୍ୟାଗ କରିଦିଏ। ଜହାତି ମୁକ୍ତ କରିଦିଏ। ଆକ୍ଚୁଆଲି ଜହାତି ବେଲେ ହନ୍ ଶବ୍ଦରୁ ଆସିଛି, ହନ୍ ଧାତୁରୁ ଆସିଛି। ହନ୍ତି ହତ ଗ୍ରନ୍ଥି, ହନ୍ତି ହତ ହତ, ତେଣୁ ହତ୍ୟା କରିବା ଅର୍ଥରେ ହେଲେ ବା ତ୍ୟାଗ କରିଦିଏ। ବୁଦ୍ଧିଯୁକ୍ତ ଜହାତି ଇହ ଏହି ଜଗତରେ ଯିଏ ବୁଦ୍ଧିଯୁକ୍ତ, ଯିଏ ସମବୁଦ୍ଧି ସମ୍ପନ୍ନ ବ୍ୟକ୍ତି, ସିଏ ଉଭୟ ସୁକୃତ ଦୁଷ୍କୃତେ, ଉଭୟ ସୁକୃତ ଏବଂ ଦୁଷ୍କୃତକୁ ତ୍ୟାଗ କରିଦିଏ। ସୁକୃତ ଓ ଦୁଷ୍କୃତକୁ ହତ୍ୟା କରିଦିଏ, ମାରିଦିଏ। ଅର୍ଥାତ୍ ଭଲ କାମ, ଭଲ କାର୍ଯ୍ୟ ଏବଂ ମନ୍ଦ କାର୍ଯ୍ୟ ଦୁଇଟା ଯାକୁ ସିଏ ଦୂରେଇ ଦିଏ। କିଏ? ବୁଦ୍ଧିଯୁକ୍ତ, ଯିଏ ସମବୁଦ୍ଧି ସମ୍ପନ୍ନ ବ୍ୟକ୍ତି, ଯିଏ ସୁଖେ ଦୁଃଖେ ସମୟ କୃତ୍ୱା ଲାଭାଲାଭ ଜୟାଜୟ, ଯିଏ କାର୍ଯ୍ୟ କରେ ତାର ସୁକୃତ ଏବଂ ଦୁଷ୍କୃତ କିଛି ଭଲ କାମ କି ମନ୍ଦ କାମ କିଛି ତାର ରହେ ନାହିଁ। ତା ଅର୍ଥ ସେ କୌଣସି କର୍ମର ଫଳ ତାକୁ ବାନ୍ଧିପାରେ ନାହିଁ। ବୁଦ୍ଧିଯୁକ୍ତ ଜହାତି ଇହ ଉଭେ ମାନେ ଉଭୟକୁ ସୁକୃତ ଦୁଷ୍କୃତେ, ସୁକୃତ ଏବଂ ଦୁଷ୍କୃତକୁ ସିଏ ଦୂରେଇ ଦେଇପାରେ, ତ୍ୟାଗ କରିଦେଇପାରେ। ତସ୍ମାତ୍ ତେଣୁ ଯୋଗାୟ, ତେଣୁ ଯୋଗ ପାଇଁ ୟୁଜ୍ୟସ୍ୟ, ଯୋଗ ବୋଲେ ଯୋଗ ପ୍ରାପ୍ତି ନିମନ୍ତେ। ଯୋଗ ବୋଲେ ବି କର୍ମଯୋଗ ବୋଲି କହିଲେ ବି ନିଷ୍କାମ କର୍ମ। ଯେତେବେଳେ ଆମେ ଗୋଟେ କର୍ମଯୋଗୀ ବୋଲି ଯାହା କହୁଛେ, ତାହେଲେ ସେ କୌଣସି ସକାମ କର୍ମ କରିବନି। ସେ କର୍ମ କରିବ କିନ୍ତୁ ସେ କର୍ମରେ ତାର ଅହଙ୍କାର ରହିବ ନାହିଁ। ଅହଙ୍କାର ରହିତ ହେଇକରି ଫଳ ପ୍ରାପ୍ତି ପାଇଁ କାମ କରିବ ନାହିଁ। ତେଣୁ ତସ୍ମାତ୍ ଯୋଗାୟ ୟୁଜ୍ୟସ୍ୟ, ତୁମେ ଯୋଗରେ ଯୋଡ଼ି ହୁଅ। କାରଣ ଯୋଗ ହେଉଛି କର୍ମସୁ କୌଶଳ। ଯୋଗ ପ୍ରାପ୍ତି ନିମନ୍ତେ ତୁମେ ଯତ୍ନଶୀଳ ହୁଅ। ଯୋଗ ହେଉଛି କର୍ମରେ କୁଶଳତା। ପ୍ରକୃତରେ ଆମେ ଯଦି ନିଷ୍କାମ କର୍ମ କରିବା ତାହେଲେ ଆମର କୁଶଳତା ଆମେ ପାଇପାରିବା, କର୍ମରେ କୁଶଳତା। କେମିତି ଗୋଟେ ଉଦାହରଣ ଦେଉଛି, ଆମକୁ ମା ଗଲା ପିଲାକୁ ହସ୍ପିଟାଲରେ ଜଏନ୍ କରୁଛି, ପିଲାକୁ ଗୋଟେ ଇଞ୍ଜେକ୍ସନ୍ ଦେବାର ଅଛି। ମାଆଟା MBBS ଅଛି ଆଜ୍ଞା, ସେଇଠି ଗୋଟେ ନର୍ସଟେ ଅଛି। ସେ ଇଞ୍ଜେକ୍ସନ୍ଟା ପିଲାକୁ କିଏ ଠିକ୍ ଭାବରେ ଦେଇପାରିବ? ନର୍ସ ଦେଇପାରିବ, ମା ଦେଇପାରିବନି। ତେଣୁ କାହିଁକି ସେ ନର୍ସର ସେଇଠି
ସୁଖ ଦୁଃଖ କିଛି ନାହିଁ ଲାଭାଲାଭ ଜୟାଜୟ ସେଇଠି କିଛି ତାର ନାହିଁ। ସେ ତାର ପେସେଣ୍ଟ ସିଏ ନିଷ୍କାମ କର୍ମ ଭାବରେ ସେଇଠି ସିଏ ଇଞ୍ଜେକ୍ସନ୍ ଦେବ, କିନ୍ତୁ ମା ଦେଇପାରିବନି, କାରଣ ମାର ସେଇଠି ମମତା ସକାମ ରହିଛି, ମମତା ଆସିଗଲା। ତେଣୁ ସେଇଭଳିଆ ତମେ କାମ କର, ନର୍ସ ଭଳିଆ କାମ କର। ନର୍ସ ସେବା କରୁଛି, ନର୍ସ କ'ଣ ସେବା କରୁନି? ମା ଏକା ସେବା କରୁଛି। ତେଣୁ ବୁଦ୍ଧିଯୁକ୍ତ ଯିଏ ସିଏ ଉଭୟ ସୁକୃତ ଏବଂ ଦୁଷ୍କୃତକୁ ପରିତ୍ୟାଗ କରିଦିଏ ଏବଂ ସେଥିରେ ସିଏ ବାନ୍ଧି ହୁଏ ନାହିଁ। ତେଣୁ ତମେ ଯୋଗାୟ ୟୁଜ୍ୟସ୍ୟ, ଯୋଗରେ ତୁମେ ଯୋଡ଼ି ହୁଅ ଏବଂ ଯୋଗ ହେଉଛି କର୍ମସୁ କୌଶଳ, ଯୋଗ ହିଁ କୁଶଳତା ପ୍ରାପ୍ତି। ଠିକ୍ ଅଛି, ଧନ୍ୟବାଦ। ହଉ ସମସ୍ତେ ଆମେ ପରବର୍ତ୍ତୀ ଶ୍ରେଣୀରେ ଆଉ ଗୁଡ଼ିଏ ପଢ଼ିବା।